ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ଶ୍ରୀଜି ଏଜୁକେସନ୍ ଆପଣ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା +3 4th ସେମିଷ୍ଟାରର ସେଇ ଏଥିସାନ୍ ଭ୍ୟାଲୁ ବା ଯେଉଁଟାକି କମ୍ପଲସରି AECC4। ଓକେ, ଫାର୍ଷ୍ଟ AECC1 ଫାର୍ଷ୍ଟ ସେମିଷ୍ଟାର ଥିଲା, ସେକେଣ୍ଡ ସେମିଷ୍ଟାର AECC2 ଥିଲା, থার্ড সেমিস্টারে AECC3 ଥିଲା, ଫୋର୍ ହେଲା ଫୋର୍ଥ ସେମିଷ୍ଟାରର 4 AECC4। ଓକେ, ଚାଲନ୍ତୁ ମୁଁ ତାର କାଲି ସେ ଯେଉଁ ଭିଡ଼ିଓଟା ସେଟା ସିଲାବସ୍ ଉପରେ ଆଲୋଚନା କରିଥିଲି। ଆଜି 1 ମାର୍କିଆ ଉପରେ ଆଲୋଚନା କରିବା। ଓକେ, ଶୂନ୍ୟସ୍ଥାନ ପୂରଣ କର, ପ୍ରତ୍ୟେକ ପ୍ରଶ୍ନ ମୂଲ୍ୟ 1 ନମ୍ବର। ସମୂହ ଓ ସମୁଦାୟ ମଧ୍ୟରେ ଥିବା ସଂଗଠିତ ସଂଘ ଓ ଅନୁଷ୍ଠାନ ଗୁଡ଼ିକର ସମସ୍ତେ ହିଁ ସମାନ, ଏହି ମତ ଡ୍ୟାସ୍ ଦେଇଥିଲେ DH କୋଲ୍। ଓକେ, 2 ଶିକ୍ଷାର ଡ୍ୟାସ୍ ମୌଳିକ ଉଦ୍ଦେଶ୍ୟ ଅଟେ ଦେଶପ୍ରେମ। ଶିକ୍ଷା ଡ୍ୟାସ୍ ଏକ ଆନ୍ତଃ ସମ୍ପର୍କ ଅଟେ ସାମାଜିକ ଭାବନା। ପିଲାମାନେ, ମୁଁ ଭିଡ଼ିଓ ଆରମ୍ଭ କରିବାର ଗୋଟେ କଥା କହି ରଖୁଛି, ଯେଉଁମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରି ରଖନ୍ତୁ। ଓକେ, ଆଉ ଭିଡ଼ିଓଟି ପ୍ରବଳ ମାତ୍ରାରେ ସେୟାର କରନ୍ତୁ। ଦେଖନ୍ତୁ, ବିଦ୍ୟାଳୟରେ ପ୍ରକୃତ ଶିକ୍ଷା ଲାଭ କରିବା ଦ୍ୱାରା ଶିଶୁମାନେ ଭବିଷ୍ୟତରେ ଜଣେ ଜଣେ ଡ୍ୟାସ୍ ନେତା ହେବାର ସୌଜନ୍ୟ ଲାଭ କରନ୍ତି। ଉତ୍ତମ। ଦାର୍ଶନିକ ରେମଣ୍ଡଙ୍କ ମତରେ ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ଡ୍ୟାସ୍ ଚରିତ୍ର ଗଠନ। ବିଦ୍ୟାଳୟରେ ସାଧାରଣତଃ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଡ୍ୟାସ୍ ଗ୍ରହଣ କରିଥାନ୍ତି। ଶିକ୍ଷା ବିଦ୍ୟାଳୟର ଅନ୍ୟ ଏକ କାର୍ଯ୍ୟ ହେଉଛି ବୈଷୟିକ ଡ୍ୟାସ୍ ଶିକ୍ଷାଦାନ। ଏଜୁକେସନ୍ ଶବ୍ଦଟି ଡ୍ୟାସ୍ ଭାଷାରୁ ଆସିଅଛି, ଲାଟିନ୍। ଶିକ୍ଷା ଅର୍ଥ ହେଉଛି ଡ୍ୟାସ୍ ଓ ଡ୍ୟାସ୍ ପାଠଦାନ ବା ତାଲିମ ଦେବା। ଓକେ, ଶିକ୍ଷାର ବ୍ୟୁତ୍ପତ୍ତିଗତ ଅର୍ଥ ଅନୁସାରେ ଏହା ଡ୍ୟାସ୍ ଏବଂ ଡ୍ୟାସ୍ ଦୁଇ ଶବ୍ଦର ସମ୍ମିଶ୍ରଣରେ ଗଠିତ। EDO ଏଜୁକେସନ୍ ଅନ୍ୟ ଏକ ଲାଟିନ୍ ଶବ୍ଦ ଡ୍ୟାସ୍ ଶବ୍ଦରୁ ଆନିତ, ଏନୁକେୟାର ବା ଏଜୁକେୟାର। এটা ସେ ଭୁଲ ଲେଖା ହେଇଛି, ଓଡ଼ିଆଟା ଏନୁକେୟାର ବୋଲି ଲେଖା ହେଇଛି, ଏଜୁକେୟାର ହବ। ଓକେ, ଏଡୁକେୟାରର ଅର୍ଥ ଡ୍ୟାସ୍ ପ୍ରତିପାଳନ କରିବା। ଏଡୁକେସନ୍ ଲାଟିନ୍ ଶବ୍ଦ ଉଦ୍ଭବ, ଯାହାର ଅର୍ଥ ହେଉଛି ଆତ୍ମପ୍ରକାଶ କରିବା। ଓକେ, ଶିକ୍ଷାର ବ୍ୟୁତ୍ପତ୍ତିଗତ ଡ୍ୟାସ୍ ଶିକ୍ଷାର୍ଥୀର ଅନ୍ତର୍ନିହିତ ଶକ୍ତିର ବିକାଶ। ଶିକ୍ଷା ଶବ୍ଦଟି ପାର୍ଟ ଶବ୍ଦ ପେଡାଗୋଜି ଆଦିତ, ଯାହାର ଅର୍ଥ ଡ୍ୟାସ୍ ଶିଶୁର ବିକାଶ ପାଇଁ ଆଗେଇ ନେବା। ସମୁଦାୟ ବା କମ୍ୟୁନିଟିର ଅର୍ଥ ହେଉଛି ଡ୍ୟାସ୍ ଏକାଠି ମିଶି ସେବା କରିବା। ବ୍ୟକ୍ତି ନିମନ୍ତେ ଶିକ୍ଷାର ପ୍ରକାର୍ଯ୍ୟ ଡ୍ୟାସ୍ ଚରିତ୍ର ଗଠନ। ରାଷ୍ଟ୍ର ପାଇଁ ଶିକ୍ଷାର ପ୍ରକାର୍ଯ୍ୟ ଡ୍ୟାସ୍ ପରିବେଶ ସଚେତନତା। ଡ୍ୟାସ୍ ମାଧ୍ୟମରେ ଉଚ୍ଚ ମୂଲ୍ୟବୋଧ ଶିକ୍ଷା ପରିବେଷଣ କରାଯାଏ। ରେଡ଼ିଓ ଛାତ୍ର ଜୀବନର ମୂଲ୍ୟବୋଧ ଭିତ୍ତିକ ଡ୍ୟାସ୍ ଅଧ୍ୟୟନ କରେ। ପାଠ୍ୟକ୍ରମ ମୂଲ୍ୟ ଓ ଆଧ୍ୟାତ୍ମିକତା ବିକାଶ ପାଇଁ ଏକ ଡ୍ୟାସ୍ ପାଠ୍ୟକ୍ରମ ଆବଶ୍ୟକ। ପ୍ରେରକ ଛାତ୍ର ଜୀବନର ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବା ନିମନ୍ତେ ସାହାଯ୍ୟ କରିବା ପାଠ୍ୟକ୍ରମ କାର୍ଯ୍ୟାବଳୀର ଡ୍ୟାସ୍ ଅଟେ। ଲକ୍ଷ୍ୟ ଶୈକ୍ଷଣିକ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଏବଂ ଡ୍ୟାସ୍ ମଧ୍ୟରେ ସକାରାତ୍ମକ ପରିଚର୍ୟା ଅତ୍ୟନ୍ତ ଜରୁରୀ। ଛାତ୍ର ମାନବୀୟ ମୂଲ୍ୟବୋଧର ଡ୍ୟାସ୍ ପାଇଁ ଇନ୍ଧନ ତୁଲ୍ୟକ୍ଷମ କରୁଛି। ଅବକ୍ଷୟ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଡ୍ୟାସ୍ ବିକାଶ କରିବା ଅପରିହାର୍ଯ୍ୟ। ଆଧ୍ୟାତ୍ମିକତା ଡ୍ୟାସ୍ ଭିତ୍ତିକ ଶିକ୍ଷା ଏକମାତ୍ର ବିକଳ୍ପ। ମୂଲ୍ୟବୋଧ ଡ୍ୟାସ୍ ଛାତ୍ରମାନଙ୍କର ଜୀବନରେ ପରିବର୍ତ୍ତନ ଆଣିଥାଏ। ଜ୍ଞାନ ଡ୍ୟାସ୍ ଭୁଲ ଓ ଠିକ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହାୟକ ହୋଇଥାଏ। ନୈତିକ ମୂଲ୍ୟବୋଧ ଛାତ୍ରମାନଙ୍କର ଜୀବନ ଡ୍ୟାସ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜ୍ଞାନ ଛାତ୍ର
ଡ୍ୟାସ୍ ଛାତ୍ରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସକାରାତ୍ମକ ସୃଷ୍ଟି କରିଥାଏ। ନୈତିକତା। ପିଲାମାନେ ଏଇଠି ଭିଡ଼ିଓଟି ସରିଯାଇଛି। ଭିଡ଼ିଓଟି ପ୍ରବଳ ମାତ୍ରାରେ ସେୟାର, ଲାଇକ୍ ଏବଂ କମେଣ୍ଟ ମାଧ୍ୟମରେ ମୋ ଜଣାନ୍ତୁ କ'ଣ ମୋର ଭୁଲ ରହୁଛି, ମୁଁ ତାକୁ ସୁଧାରିବି। ଏବଂ ସବସ୍କ୍ରାଇବ୍ କରିକି ଅଲ୍ ବଟନ୍ରେ ରଖନ୍ତୁ। ଯେତେବେଳେ ଭିଡ଼ିଓ ଡାଉନଲୋଡ଼୍ କରିବି ଆପଣଙ୍କ ପାଖକୁ ପ୍ରଥମେ ଯିବ। ଓକେ, ଜୟ ଜଗନ୍ନାଥ।